ଆଜି ବାବା ଗୁପ୍ତେଶ୍ୱରଙ୍କ ପୀଠରେ ବହୁ ବର୍ଷର ପ୍ରତୀକ୍ଷିତ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି। ଜାନୁଆରୀ 26 ଠାରୁ ଆରମ୍ଭ ହେଇକିରି ଫେବୃଆରୀ 2 ପର୍ଯ୍ୟନ୍ତ ଚାଲିବ ଏବଂ ମୁଁ ସମସ୍ତଙ୍କୁ ପୁରୁଷୋତ୍ତମପୁର ବ୍ଲକର ଜନସାଧାରଣଙ୍କୁ ସହିତ କବି ସୂର୍ଯ୍ୟନଗର ଏବଂ ଅନ୍ୟାନ୍ୟ ଏ ପାଖ ଆଖ ସବୁ ଅଞ୍ଚଳକୁ ଅନୁରୋଧ କରିବି ଏ ବିଶ୍ୱ ଶାନ୍ତି ମହାଯଜ୍ଞରେ ସାମିଲ ହୁଅନ୍ତୁ ଏବଂ ଯଥୋଚିତ ସହଯୋଗର ହାତ ବଢାନ୍ତୁ। ସେଇ ଏଇ ଯଜ୍ଞକୁ ସଫଳ କରିବାରେ ଆପଣ ମାନେ ସହାୟକ ହୁଅନ୍ତୁ। ଆମର ଅଲ୍ ଓଭର ଇଣ୍ଡିଆରେ 5ଟି ଆଶ୍ରମ ଅଛି। ଆସାମ, ବଙ୍ଗାଳ, ନେପାଳ, ଗୁଜୁରାଟ ଠାରୁ ଆରମ୍ଭ କରି ସମସ୍ତ ଜାଗାରେ ଏଇ ଯଜ୍ଞ ହେଉଛି ବିଶ୍ୱ ଶାନ୍ତି ମହାଯଜ୍ଞ। ଚରାଚର ବିଶ୍ୱ ବ୍ରହ୍ମାଣ୍ଡର ସନ୍ତୁଷ୍ଟିକରଣ ନିମନ୍ତେ ପୃଥିବୀ ତେଜ ବାୟୁ ଆକାଶର ଯାହା ବର୍ତ୍ତମାନ ପ୍ରକୃତି ଯେଉଁ ନିୟମ ଭଙ୍ଗ କରି ଅପ୍ରାକୃତ ଲୀଳାକୁ ବର୍ତ୍ତମାନ କରିବାକୁ ଯାଉଛନ୍ତି, କଳିହତ ମନୁଷ୍ୟ ଯେଉଁ ଭଳି ଭାବରେ କାରୁଣ୍ୟ ଚିତ୍କାର କରୁଛନ୍ତି, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଅଦୃଶ୍ୟ ଦେବାଦେବୀ ମଧ୍ୟ ସେଇଭଳିଆ ଭାବରେ ରହିଛନ୍ତି। ତେଣୁ ଏମାନଙ୍କୁ ଜାଗ୍ରତ କରିବା ଏବଂ ସମସ୍ତଙ୍କ ମନରେ ସତ୍ୟ ଶାନ୍ତି ଦୟା କ୍ଷମାର ପ୍ରତୀକ ସତ୍ସଙ୍ଗ ମାଧ୍ୟମରେ ଜଣେଇ ସମସ୍ତଙ୍କର ଜୀବାତ୍ମାକୁ ସନ୍ତୁଷ୍ଟି କରିବା ଏ ଯଜ୍ଞର ଉଦ୍ଦେଶ୍ୟ। ଯେ ପର୍ଯ୍ୟନ୍ତ ମନୁଷ୍ୟ ମନୁଷ୍ୟତ୍ୱକୁ ଜାଗ୍ରତ ନ କରିଛି ସେ ପର୍ଯ୍ୟନ୍ତ ଯେତେ ଯଜ୍ଞ ହୁଅନ୍ତୁ, ସତ୍ସଙ୍ଗ ହୁଅନ୍ତୁ ଏବଂ ଯେତେ ଧର୍ମ ଅନୁଷ୍ଠାନ ଅଛି, ଯଦି ଆମର ମନକୁ ଆମେ ବିବେକ ସହିତ ସଂଲଗ୍ନ କରି ଆମର ସମସ୍ତ ବିଚାରକୁ ଏକତ୍ରୀକରଣ କରିବା, ତାହା ଜଗତର ମଙ୍ଗଳ ଉଦ୍ଦେଶ୍ୟରେ ହୋଇଥାଏ। ଏ ଯଜ୍ଞ ଅନନ୍ତ କଳିକି ବିଶ୍ୱ ଶାନ୍ତି ବିଶ୍ୱରୂପ ବିଶ୍ୱ ଶାନ୍ତି ମହାଯଜ୍ଞ। এই ଯଜ୍ଞ 103 নম্বର ଯଜ୍ଞ। ଅଲ୍ ଓଭର ଇଣ୍ଡିଆରେ ମଧ୍ୟ ଏହା ହେଇସାରିଛି। ଏ 103 নম্বର ଯଜ୍ଞ। ଏ 7 ଦିନ ବ୍ୟାପୀ ଯଜ୍ଞ ହବ। ଏଥିରେ ସାଧୁ ସନ୍ଥ ମାନେ ଆସିବେ। ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଏବଂ ନବଧା ପ୍ରକାର ଭକ୍ତିର ସମ୍ମିଶ୍ରଣ ଏହି ପ୍ରାଙ୍ଗଣରେ ଦେଖିବାକୁ ମିଳିବ, ଯାହା ଗୁପ୍ତେଶ୍ୱରଙ୍କର ଇଚ୍ଛା। ଆମର ଏଇ ଯୋଉ ରାଉଳପଲ୍ଲୀ ଗ୍ରାମ ଗୁପ୍ତେଶ୍ୱରଙ୍କ ପୀଠରେ ଆଗାମୀ 26/1/2024 ଠାରୁ 2/2/2024 ଏଇ ଯୋଉ 8 ଦିନ ଯଜ୍ଞ, 8 ଦିନ ତ ଯଜ୍ଞ ନୁହଁ, 7 ଦିନ ଯଜ୍ଞ ହବ। ପ୍ରଥମ ଦିନ ଯୋଉ 26 ତାରିଖ ଦିନ ଜଳଯାତ୍ରା ଅଙ୍କୁରାରୋପଣ ହେଇକି 8 ଦିନ 7 ଦିନର ଯଜ୍ଞର ଯୋଉ ଆୟୋଜନ ହଉଛି ବିଶ୍ୱରୂପା ବିଶ୍ୱ ଶାନ୍ତି ମହାଯଜ୍ଞ ହବ। ଏଇଠି ନିର୍ଭୟାନନ୍ଦ ଦାସ ଗୁରୁଜୀଙ୍କ ଆନୁକୂଲ୍ୟରେ ମାନେ ତାଙ୍କ ନିର୍ଦ୍ଦେଶରେ ଏଇ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜନ ହଉଛି। ଆଉ ଏଇ ଯଜ୍ଞର ଆୟୋଜନ ପାଇଁ ଏଇ ଅଞ୍ଚଳବାସୀ ମାନଙ୍କର ସହଯୋଗ ଓ ସାହାଯ୍ୟ ଲୋଡାଯିବା। ଆଉ ସେ ଯୋଉ ଆଗାମୀ ଦିନରେ ଯେ କେମିତି ଯଜ୍ଞ ସୁରୁଖୁରୁରେ ହବ, କିଏ କେମିତି ସହଯୋଗ କରିବେ ତା ଉପରେ ଆଲୋଚନା ହେଇଥିଲା।